ମୁଁ ଯାଉଛି ଭାଇ ପାଖକୁ ଫୋନ କରିବି। ଏ ଘରେ ମୁଁ କେତେ ଦିନ ଶୋଇକି ରହିବି? ମୁଁ ଫୋନ କରିବି, ମୁଁ ଏତେ ଶୁଣି ପାରିବିନି। ହେଇ ମୁଁ ପହଞ୍ଚିଲା ବେଳକୁ ତୁ ମତେ ଫୋନ କରିବୁ ନାଇଁ? ଆରେ ମା, ତୋ ଆଖିରେ କଣ ଲୁହ? ତୋରି ପାଇଁ ମୋ ଆଖିରୁ ଲୁହ ବାହାରୁଛି। କଣ ହେଇଛି ମା କହୁନୁ? ଏ ଭାଇ କଣ ଭୁଲ କଲା କି ତୁ ଏମିତି କଣ କହୁଛୁ? କହିବିନି କେମିତି କହୁନୁ ଭାଇ? କଣ ହେଇଛି ମା, ମତେ କଥାଟା ଖୋଲିକି କହୁନୁ, କଣ ହେଇଛି ମା? ଶୁଣିବୁ ତ? ହଁ ଶୁଣ। ଆରେ ନାନୀ, ତମର ଦଶମୀ ପରିବା ଆଇଲାଣି? ହଁ। କିଏ ନେଇକି ଆଇଲା ମ? ସମୁଦି। ସମୁଦି ନେଇକି ଆଇଥିଲେ? ହଁ, କାଲି ରାତିରେ ସମୁଦି ଆଣିକି ଦେଇ ଯାଇଥିନି। ଆମ ଘରେ କଣ ଟାଇମ ହଉନି କଣ ପରିବା ନେଇକି ଆସିବାକୁ। ଆଉ କଣ କରୁଛନ୍ତି କେଜାଣି, ମୁଁ ଯାଉଛି ଦେଖି। ଆମର ତ ଏ ଜନ୍ମରେ 7 ସପନ ଆଉ। ବୋଉ କଣ ହେଇଛି? କାହାକୁ କଣ କହୁଛ? ଏଇ ଜନ୍ମରେ 7 ସପନ? କହିବିନି କେମିତି ତୁ କହୁନୁ? କଣ ହେଇଛି ବୋଉ? ତମକୁ କଣ କିଏ କଣ କହିଲେ କି? ମୋର ମତେ କାହିଁ କିଏ କଣ କହିବ ମ? ଏ ସାହି ପଡିଶା ଘରେ 8 ଦିନ ଆଗରୁ ଦଶମୀ ପରିବା ଆଇଲାଣି। ତୋ ବାପ ଘର ଜମା ଟାଇମ ହଉନି। ବୋଉ ଆମେ 3 ଭଉଣୀ ଗୋଟେ ଭାଇ। ଭାଇ ଦିନ ମଜୁରିଆ। ଭାଇ 2 ଭଉଣୀଙ୍କ ଘରକୁ ନେଇ ସାରିଲା ପରେ ମୋ ଘରକୁ ନେଇକି ଆସେ। ବୋଉ ତମେ ତ ଜାଣିଛ ଭାଇ ସବୁ ପର୍ବପର୍ବାଣିରେ ମୋ ଘରକୁ କିଛି ନା କିଛି ନେଇକିନା ଆସେ। ଆଜି ପରା ସୋମବାରେ, କାଲି ଠାରୁ ତୋ ଭାଇ ସାଲପୁର ହାଟଟାକୁ ଉଠେଇକି ଆଣିଛି ତ, ସେଇ ନାଗି ଡେରି ହେଇଗଲା। ତମେ ମତେ ସବୁବେଳେ ଏମିତି କଣ ପାଇଁ କହୁଛ? ମଲା ତତେ ଏମିତି ବାଧି ଯାଉଛି? ଆଉ ତ କାହାକୁ ବାଧୁ ନାହିଁ, ତତେ ବାଧି ଯାଉଛି। ଶୁଣିଲୁ ତ ଭାଇ? ଆରେ ମା, ଇଏ ଗୋଟେ କଥା? ଇଏ ଗୋଟେ ସାମାନ୍ୟ କଥାକୁ ନେଇ ତୁ ଏମିତି କାନ୍ଦୁଛୁ? ଭାଇ ତତେ ହୁଏତ ଏ କଥାଟା ସାମାନ୍ୟ ଲାଗିପାରେ। ବୋଉ ନମସ୍କାର। ବୋଉ ଆସୁ ଆସୁ ଟିକେ ଡେରି ହେଇଗଲା, ମନ ଦୁଃଖ କରିବନି। ହଁ ମ, ଡେରି ହବନି କେମିତି? ଏ ହାଟ ସାରା ପରିବା ତମେ ଆଣୁଥବ, ଆଉ କାହା ପାଇଁ ପରିବା ନଥବ। ବୋଉ ତମେ ଏମିତି କଣ ମୋ ଭାଇ କି କହୁଛ? ଭାଇ କି କହିଲେ ଭଉଣୀ କି ବାଧି ଯାଉଛି, ଆଉ ଭଉଣୀ କହିଲେ ଭାଇ କି ବାଧୁନି? ଲୋକମାନଙ୍କର 8 ଦିନରେ ପରିବା ଆଇଲାଣି, ମୋର ଅବିକା ଆଉଛି ପରିବା। ଦେଖିଆ କି ପରିବା ଆଇଛି, ଦେଖେ କଣ ପରିବା ସବୁ ଆଇଛି। ଆଲୋ, ଏ ଦିଏଣ୍ଡା 3ଟା ସିମ, 10-12ଟା ଖଣ୍ଡେ ବିମି ଛୁଇଁ, ଆଉ ଏ କଣ ଆଣିଛି ଗାଜର ଗୋଟାଏ, ବିଲାତି କଣ ଏଇ 2ଟା। ହଁ, ଏ ନାଳଧୁଆ ମୂଳାକୁ ରୁଢିଆ କୋବି, ଏଇଆକୁ ଆଣିଛି ଦଶମୀ ପରିବା।